पवित्र दୋଳ ପୂର୍ଣ୍ଣିମା ଅବସରରେ ପଦ୍ମପୁର ଉତ୍ସବ ମୁଖର ଦୋଳ ମଣ୍ଡପରେ ରାଧାକୃଷ୍ଣଙ୍କ ବିଗ୍ରହଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ହୋଇଉଠିଛି। ଆଜି ଶୁକ୍ରବାର ସନ୍ଧ୍ୟା 5ଟା ସମୟରୁ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହକୁ ବସାଇ ଦୋଳ ମଣ୍ଡପରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏ ଦୃଶ୍ୟ ହେଉଛି ଶ୍ରୀ ଗିରିଧାରୀ ମନ୍ଦିରର ଦୃଶ୍ୟ। ଏଠାରେ ମଧ୍ୟ ରାଧାକୃଷ୍ଣଙ୍କ ବିଗ୍ରହ ରଖି ପୂଜା अर्चना କରାଯାଉଛି। ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନେ ଆସି ଶ୍ରୀ ଗିରିଧାରୀ କୃଷ୍ଣଚନ୍ଦ୍ରଙ୍କୁ ଦର୍ଶନ କରିବା ସହ ଦୋଳ ମଣ୍ଡପରେ ଶ୍ରୀ ବିଗ୍ରହ ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ପୂଜା अर्चना ମଧ୍ୟ କରାଯାଉଛି। ଏ ହେଉଛି ସେହି ଦୃଶ୍ୟ। ଏଠାରେ ରାତ୍ର 8ଟା ସମୟରେ ମଧ୍ୟ ନୂତନ ପଞ୍ଜିକା ପଠନ କରାଯାଇଥିଲା। ଏହି ଅବସରରେ ସମସ୍ତ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ ଏବଂ ସଂକୀର୍ତ୍ତନ ପ୍ରେମୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଭଜନ ଗାଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ସମସ୍ତ ଶ୍ରଦ୍ଧାଳୁମାନେ ଆଜିର ଦିନରେ ଦୋଳ ମଣ୍ଡପରେ ଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ଫଗୁ ଖେଳିଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଅନେକ ମହିଳା ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ଆସି ଏଠାରେ ଶ୍ରୀ ଗିରିଧାରୀ ଏବଂ କୃଷ୍ଣଚନ୍ଦ୍ରଙ୍କୁ ଦର୍ଶନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।